जय जगन्नाथ। এই ভাল কথা ছুয়া মনে রখ, গুপ্ত ভক্তଙ୍କ পদে শରଣ। পদ শରଣ মনে রাখিথাও, ভক্ত ଇଏ ହଉଛନ୍ତି ସ୍ୱତନ୍ତ୍ର। ବୁଝିହଉଛି? ଜୀବ ପରମ ସମ୍ପର୍କ ଯାହା, ଭକ୍ତ ଭଗବାନଙ୍କ ଭାବ ହଉଛି ସେଇଆ। ପ୍ରଭୁଙ୍କୁ ଆମେ ନ ଦେଖିପାରୁ, ଯଦି ଭକ୍ତକୁ ଦେଖିଦେଲେ ତାଙ୍କ ପଦକୁ ଘଟିଯିବ। ଜଗନ୍ନାଥ ଦାସ ଯେତେବେଳେ ଭାଗବତ ରଚନା କଲେ, ସେ କଣ କହିଲେ? ନମହି ନୃସିଂହ ଚରଣ ଅନାଦି ପରମ କାରଣ, ଭୁଲ କହିଲି। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ପୟରେ ମନମ ଥାଉ ନିରନ୍ତରେ। ମନମ ନିରନ୍ତରେ ଥାଉ, ହା କୃଷ୍ଣ ଓହ୍ଲେଇଯିବ। ମାନେ ସେ ଭକ୍ତ ରୂପକ ବ୍ରଜ ନାରୀଙ୍କ ପୟରେ ମନ ନିବେଶ କରିଛନ୍ତି କିଏ? ସେ ସ୍ୱୟଂ ଜଗନ୍ନାଥ। ଉଦ୍ଧବ, କୃଷ୍ଣ ଉଦ୍ଧବ ପଠେଇଲେ ଦ୍ୱାରିକା ନା, ଦିନେ ନାରାୟଣ ଗୋପପୁରକୁ ପଠେଇଲେ। କାହାକୁ? ଉଦ୍ଧବଙ୍କୁ। ମନେ ତା ଉଦ୍ଧବ କୃଷ୍ଣ ହଉଛନ୍ତି ଦି ଭାଇ, କିନ୍ତୁ ଭକ୍ତ ଭଗବାନ ରୂପରେ ପରିବେଷ୍ଟିତ ହେଲେ, ଜନସମାଜକୁ ଆସିଲେ, କିନ୍ତୁ ବାସ୍ତବ ମତରେ ସେ ଦି ଭାଇ ହେଲା। ଯେତେବେଳେ ପଠେଇଲେ ଗୋପବାଳୀ ମାନେ କଣ କଲେ? ଉଦ୍ଧବକୁ ଆଉ ଚିହ୍ନି ପାରିଲେନି। ବୁଝି ହଉଛି ନା? ଅକୁର ନେବେ ଉଦ୍ଧବ, ଅଧବକୁ ସେଇଠୁ ଉଦ୍ଧବକୁ ସେ ଭାବୁଛନ୍ତି ଆମେ କୃଷ୍ଣ ବୋଲି। ଆସି କୁଣ୍ଡ ପକେଇ ଆଲିଙ୍ଗନ କଲେ। ଉଦ୍ଧବ ଡରିଗଲେ, କହିଲେ ହେ 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 ମା ମାନେ ମୁଁ ପ୍ରଭୁ ନୁହଁ, ମୁଁ ପ୍ରଭୁର ଦାସର ଦାସ। ମୁଁ ହଉଛି କଣ? ଉଦ୍ଧବ। ତେଣୁ ଆମେ ତ ପ୍ରଭୁଙ୍କୁ ପାଇପାରିବା ନାହିଁ। ଭକ୍ତଙ୍କ ସେବା କଲେ ଏ ଜୀବନ ସାର୍ଥକ ହେଇଯିବ ବୋଲି ଶାସ୍ତ୍ର ପ୍ରମାଣ ଦିଏ। ବର୍ତ୍ତମାନ ସମୟରେ ମନେ ରଖିଥାଉ, ଅନେକ ପ୍ରକାର ଭକ୍ତ, ଅନେକ ପ୍ରକାର ଭକ୍ତଙ୍କ ଭିତରେ କାମନା ବାସନା ଭକ୍ତ ହଉଛନ୍ତି ବହୁତ। ବୁଝିହଉଛି? ଆଉ କିଛି ଭକ୍ତ ଅଛି କାମନା ବାସନା ଭକ୍ତ କଣ? ମାନେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ କି ସବୁ ଗୁରୁକୁଳକୁ ଯାଆନ୍ତି। ଆଉ ତାପରେ ବର୍ତ୍ତମାନ ଆମେ ଦେଖୁଛୁ ବହୁ ବ୍ୟକ୍ତି ବିଶେଷ କଳିଯୁଗ ସରିଯିବ, କାଳେ ଠାକୁରଙ୍କ ଗୁରୁକୁଳରେ ବସିଗଲେ ଆମେ କେବେ ବଞ୍ଚିଯିବା, ଇଏ ଭାବରେ ବି ବହୁତ ଯାଆନ୍ତି। ଆଉ କିଛି ଭକ୍ତ ଯାଆନ୍ତି, ମୋ ପୁଅର ଚାକିରି ହେଇଯାଉ କି ମୋ ଝିଅ ବାହାଘର ହେଇଯାଉ, ଏଇ ଭାବରେ ସବୁ ଯାଆନ୍ତି। ଆଉ କିଛି ଭକ୍ତ ଯାଆନ୍ତି, ମୋ ଜୀବନ ପଛେ ନଷ୍ଟ ପଡ଼ିଥାଉ ଜଗତ ଉଦ୍ଧାର। ଯୋଉ ମୋ ଜୀବନ ପଛେ ନଷ୍ଟ ପଡ଼ିଥାଉ ଜଗତ ଉଦ୍ଧାର, ଯୋଉ ଭକ୍ତ ଯାଆନ୍ତି ତାଙ୍କର ପଦକୁ କୋଟି କୋଟି ଶରଣ। ହେଲା। ଏବଂ ଭକ୍ତଙ୍କର ଚାଲି ଚଳନ ଆଚାର ବିଚାର ହଉଛି ସ୍ୱତନ୍ତ୍ର। ପଶିଗଲି ଭବିଷ୍ୟତ ମାଳିକା ଭିତରେ। ମହାପୁରୁଷ କହୁଛନ୍ତି କଳିର ଶେଷ ପ୍ରକୃତିରେ ଯିଏ ନିତ୍ୟ ଭକ୍ତ, ସେ ପ୍ରକୃତିରେ ପ୍ରଭୁଙ୍କର ଅଂଶ ବିଶେଷ ଅବତାର ଭକ୍ତ, ସେ ହଉଛନ୍ତି ସ୍ୱତନ୍ତ୍ରବାଦ। ତାଙ୍କର ଗୁଣ ଯଶ କୀର୍ତ୍ତି ମୁଖରେ କିଛି ଗାନ କରିହବ ନାହିଁ। ସେ କଳିର ପ୍ରଭାବ ଦେଖିକି ସେ କଣ ଯିବେ, ପୁରା ଲୁଚିକି ରହିଯିବେ, ଜନ ସମାଜକୁ ପରିପ୍ରକାଶ ହେବେ ନାହିଁ। ବୁଝି ହଉଛି? ଆମେ ଦେଖିଛୁ ଅନେକ ବ୍ୟକ୍ତି ସ୍ୱପ୍ନ ଦେଖିକି କୁହନ୍ତି ଆମେ ଠାକୁରଙ୍କୁ କାଲି ଦେଖିଛୁ। ରାତିରେ ଶୋଇଦେବେ, ବୁଝି ହଉଛି, ଆମ ପାଖକୁ ଫୋନ କରି କୁହନ୍ତି ସବୁ, ରାତିରେ ଶୋଇଦେବେ ଗୋଟେ କଣ ସ୍ୱପ୍ନ ଦେଖିଦେବେ, ହୁଏ ଆମ କାଲି ଠାକୁର ଅମୁକ ସମୁକ ହୋଇଦେଲେ। ବୁଝିପାରୁଛ ନା ବୁଝିପାରୁନି? ଆମେ ଏଠୁ ହସ ମାଡେ, ଠାକୁରଙ୍କର ଆଉ କିଛି ନାହିଁ ନାହିଁ।
ମାନେ ବିଚିତ୍ର ସମାଜ। ସେ ଯୋଉ ଭକ୍ତଙ୍କ ଭିତରେ ଗୁପ୍ତ ଭକ୍ତଙ୍କର ମହତ୍ଵ ଆଜି କଣ କରିବା ଆଲୋଚନା କରିବା। ସେମାନଙ୍କର ଆଚାର ବିଚାର ଚାଲି ଚଳନ ବ୍ୟବହାର ସଂସ୍କାର କିପରି ଥିବ, ମହାପୁରୁଷ କଣ ଆମକୁ ଦିଗ୍ଦର୍ଶନ ଦଉଛନ୍ତି। କହିଲେ ଭକ୍ତଙ୍କର ଗଳାମାଳ ନାମ ଯେ ବୋଲାଇ କାମ କ୍ରୋଧ ଲୋଭ ମୋହ ଅଙ୍ଗ ନ ଛୁଇଁ। କହିଲେ ଯିଏ ପ୍ରକୃତରେ ଭକ୍ତ ତାଙ୍କ ପାଖରେ କାମନା ଶକ୍ତି, କ୍ରୋଧ ଭାବ, ଲୋଭାବୃତ୍ତି, ମୋହ ଆବୃତ ଇଏ କେବେ ହେଲେ ତାଙ୍କୁ ସ୍ପର୍ଶ କରିବ ନାହିଁ। ତାଙ୍କର ସର୍ବସର୍ବଦା ପ୍ରଭୁଙ୍କ ଉପରେ ଲକ୍ଷ୍ୟ ଥିବ। ଏବଂ ଯାଇ ଜଙ୍ଗଲରେ ବସି ପ୍ରଭୁଙ୍କ ଉପରେ ଲକ୍ଷ୍ୟ ରଖିଥିବେ ନା, କର୍ମ କରିବା ସହିତ ସେ ପ୍ରଭୁଙ୍କ ପାଖେ ସଦାସର୍ବଦା ଆତ୍ମସମର୍ପଣ ଭାବ ରଖୁଥିବେ। ତମେ ସବୁ ସାଇକେଲ ଚଲେଇଥିବ, ଏବେ ସିନା ବାଇକ ହେଲା, ଆମେ ସବୁ ସାଇକେଲ ଚଲାଉଥାଏ। ଦେଖିବ କିଛି ବ୍ୟକ୍ତି ସାଇକେଲ ଚଲାନ୍ତି, ସାଇକେଲ ଚଲେଇଲା ବେଳେ ସବୁ ସେ ସବୁ ଭଜନ ବୋଲି ବୋଲିକା ରାସ୍ତାରେ ଯାଆନ୍ତି ନା, ସେ ଭଜନ ବୋଲି ଭଜନ ଭାବରେ କଣ ବିମୋହିତ ହେଇଯାଆନ୍ତି, କିନ୍ତୁ ସାଇକେଲ ବାଟରେ ଚାଲିଥିବ। ସେମିତି ଯିଏ ଭକ୍ତ ସେ କର୍ମ କରିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ନାମକୁ ସଦା ସର୍ବଦା ଜପା ମାଳି କରିକି ରଖିଥାଉ। ଯେମିତି ମହାବୀରଙ୍କର ଲୋମେ ଲୋମେ ରାମ ବିଦ୍ୟମାନ ହେଇଥିଲେ, ସେମିତି ଭକ୍ତର ଲୋମେ ଲୋମେ କଣ ହେଇଥିବ, ପ୍ରଭୁଙ୍କର ନାମ ରହିଯାଇଥିବ। ତୁଳଦାସ ଭାଷାରେ ଖେଲତେ ରାମ, ଘୁମତେ ରାମ, ପढ़ते ରାମ, लिखते राम, जले राम, तले राम, घटे घटे विजय श्री राम। ତେଣୁ ନାମ ସଦା ସର୍ବଦା ଭକ୍ତର ହୃଦୟର ଗଳାମାଳ ହେଇଯାଇଥିବ। ତା ପାଖରେ କାମ କ୍ରୋଧ ଲୋଭ ମୋହ ମାୟା କିଛି ସ୍ପର୍ଶ କରିପାରୁ ନଥିବ, ତା ସମ୍ଭବ ତା ଅଙ୍ଗକୁ ଏଗୁଡା କିଛି ସ୍ପର୍ଶ କରିପାରୁ ନଥିବ। ହିଂସାବାଦ କପଟ ଯେ ନଥାଏ ହୃଦୟର, ଜାଣିବ ଏପରି ଭକ୍ତ ଦେବତା ସମାନ। ସେଇ ଯୋଉ ଭକ୍ତ ତା ପାଖେ ହିଂସା ନଥିବ, କପଟ ନଥିବ, ବାଦ ବିବାଦ କଥା କହୁନଥିବ, ତାର ହୃଦୟ ନିର୍ମଳ। ଜାଣିବ ଏପରି ଭକ୍ତ ଦେବତା ସମାନ। ସେଇ ଭକ୍ତ ମାନ ଦେବତାଙ୍କ ସହିତ ସମକକ୍ଷ, ତାଙ୍କ ଶ୍ରୀଚରଣକୁ କୋଟି କୋଟି ଶରଣ। ଘୋର କଳି ଆଚ୍ଛାଦିବ ମହି ଉତ୍ତୁପାତ, ଗୁପତ ହୋଇନଥିବେ ସଦା ନିତ୍ୟ ଭକ୍ତ। ଏହିପରି ଭାବରେ ଯିଏ ପ୍ରକୃତରେ ଭକ୍ତ ମାନ, ଯେତେବେଳେ ଘୋର କଳି ଆଚ୍ଛାଦ ହେଇଯିବ, ସଂସାର ବ୍ୟାପି ଯିବ, ଗୁରୁ ଗୁରୁଜନ ମାନିବେ ନାହିଁ, ଲଘୁ ଲଘୁଜନ ମାନିବେ ନାହିଁ, ପିତା ପୁତ୍ରକୁ ମାନିବ ନାହିଁ, ସ୍ୱାମୀ କି ସ୍ତ୍ରୀ ମାନିବ ନାହିଁ, ଗୁରୁକୁ ଶିଷ୍ୟ ମାନିବ ନାହିଁ, ଆଚାର ବିଚାର ଚାଲିଚଳନ ବୁଡ଼ିଯିବ ଏବଂ ସମସ୍ତେ ତମ ଗୁଣବାଦୀ ହେଇଯିବେ। ସେଇ ସମୟରେ ଏହିପରି ଭାବରେ ଭକ୍ତମାନେ କୁଟା କାମୁଡ଼ିକି କବାଟ କଣେ ଲୁଚି ବସିବେ। ତେଣୁ ଭକ୍ତ ଆଉ ଭଗବାନ ଆଙ୍କ ପଦରେ କଣ କୋଟି କୋଟି ଶରଣ। ସେଇ ଭକ୍ତ ମାନଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ମହାପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି ହରି ବୋଲ।